Hello dear students, this is Niranjan and welcome to my channel. ବର୍ତ୍ତମାନ ଆମେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ଗଣିତ ବିଷୟର ସମର ଭେକେସନ ହଲିଡେ ହୋମୱାର୍କ କଣ ସବୁ ଅଛି ସେ ସବୁ ଡିଟେଲ୍ସ ଆଲୋଚନା କରିବା। ତ ଦେଖିନିଅ ପିଲାମାନେ ଗଣିତ ବିଷୟରେ କଣ ଅଛି। ତ ଭିଡ଼ିଓଟିକୁ ଷ୍ଟାର୍ଟ କରିବା ପୂର୍ବରୁ ଗୋଟେ ରିକ୍ୱେଷ୍ଟ ପିଲାମାନେ ଯୋଉମାନେ ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହ କାଇଣ୍ଡଲି ଚ୍ୟାନେଲକୁ ସବସ୍କ୍ରାଇବ କରିବ ଆଉ ଭିଡ଼ିଓଟାକୁ ଲାଇକ୍ କରି ସମସ୍ତ ସାଙ୍ଗସାଥୀ ମାନଙ୍କ ପାଖକୁ ଭିଡ଼ିଓଟା ସେୟାର ମଧ୍ୟ କରିବ। ଠିକ ଅଛି, ତ ଚାଲ ଷ୍ଟାର୍ଟ କରିବା। ଏକ ନମ୍ବର କ୍ୱେଶ୍ଚନ। ଏକ ନମ୍ବର କ୍ୱେଶ୍ଚନ ଥିଲା ତୁମ ଚତୁଃପାର୍ଶ୍ୱରେ ଥିବା ସସୀମ ସେଟ୍ ଅସୀମ ସେଟ୍ ଆଉ ଶୂନ୍ୟ ସେଟ୍ର ପ୍ରତ୍ୟେକରୁ ଦୁଇଟା ଲେଖେ ଉଦାହରଣ ଦିଅ ବୋଲି ଗଲା। ତ ଦେଖ ଫାଷ୍ଟ ଆମେ ସସୀମ ସେଟ୍ କଥା କହିବା। ସସୀମ ସେଟ୍ ବୋଲି କଣ ବୁଝୁଛ? ସସୀମ ସେଟ୍ ମାନେ ଗୋଟେ ସେଟ୍ ଭିତରେ ଯାହା ବି କିଛି ଉପାଦାନ ଥିବ ସେ ଗୋଟେ ଗଣିଲା ଭଳିଆ ଥିବ, ମାନେ ଗଣି ପାରୁଥିବା ଦୁଇଟା କି ପାଞ୍ଚଟା କି ଆଠଟା କି ଦଶଟା ଯାହା ବି ଥିବ, ତ ସେଇଟା କଣ ସସୀମ ସେଟ୍। ଅସୀମ ବୋଲି କଣ? ଅସୀମ ମାନେ ଗଣି ପାରେନି, ସେ କଣ୍ଟିନ୍ୟୁ ଚାଲିଥିବ, ବନ୍ଦ ନାହିଁ ଆଉ ହେଲା। ଆଉ ଶୂନ୍ୟ ସେଟ୍ ବୋଲି କଣ? ଶୂନ୍ୟ ସେଟ୍ ମାନେ ସେଇ ସେଟ୍ ଭିତରେ କିଛି ବି ଉପାଦାନ ନଥିବ ହେଲା, ସେଇଟା ଶୂନ୍ୟ ସେଟ୍। ତ ଫାଷ୍ଟ ଆମେ ଦେଖିବା ସସୀମ ସେଟ୍ ବୋଲି କଣ ଅଛି। ସସୀମ ସେଟ୍ର ଦୁଇଟା ଏକ୍ସାମ୍ପଲ ନେଇଯାଉଛି ମୁଁ। ସସୀମ ସେଟ୍ର ଗୋଟେ ଏକ୍ସାମ୍ପଲ ଆମେ ନେଇପାରିବା ସପ୍ତାହର ଦିନ। ସପ୍ତାହର ଦିନ ଆମେ ଜାଣିଛେ ସାତଟା ଦିନ, ତ ଇଏ ହେଲା କଣ ସସୀମ, କାରଣ ସାତଟା ଆମେ ଗଣି ପାରିଲେ ସାତଟା ଅଛି ହେଲା। ତାପରେ ଆମେ ଲେଖିପାରିବା ଇଂରାଜୀ ବର୍ଣ୍ଣମାଳାର ଅକ୍ଷର। ଇଂରାଜୀ ବର୍ଣ୍ଣମାଳା ଅକ୍ଷର ଆମେ ଜାଣିଛେ ଆଲଫାବେଟ୍ ହେଉଛି ଆମର କେତେ 26ଟା ନା ନାଇଁ, ତ ଏଇଟା ମଧ୍ୟ ଆମେ ଗଣିପାରିବା। ତ ଇଏ ହେଲା ସସୀମ ସେଟ୍ ଭିତରେ ହେଇଗଲା। କ୍ଲିୟର ହେଲା, ମୁଁ ଏଇଟା ଖାଲି କହିଦଉଛି ତମେ ନିଜେ ଲେଖିବ ହେଲା। ତାପରେ ନେକ୍ସଟ ଆସିଲା ଅସୀମ ସେଟ୍। ଅସୀମ ମାନେ କଣ? ଇ କଣ୍ଟିନ୍ୟୁ ଚାଲିଥିବ, ବନ୍ଦ ନାହିଁ ଆଉ ହେଲା। ଯେମିତି ଆମେ କହିପାରିବା ଗଣନ ସଂଖ୍ୟାର ସେଟ୍ ହେଲା, ଗଣନ ସଂଖ୍ୟାର ସେଟ୍। ଆଉ ଗୋଟେ ହେଲା ପୂର୍ଣ୍ଣ ସଂଖ୍ୟାର ସେଟ୍ ହେଲା। ଏଗୁଡ଼ା ସବୁ ବନ୍ଦ ନାହିଁ, ମାନେ ସରିବନି, କେତେ ଲେଖୁଥିଲେ ବି ସରିବନି, ଚାଲିବ କଣ୍ଟିନ୍ୟୁ ହେଲା। ତ ଏଇଟା କଣ? ଅସୀମ ସେଟ୍ ହେଲା। ୟାର ବହୁତ ଗୁଡ଼ିଏ ଉପାଦାନ ଅଛି। ନେକ୍ସଟ ଆସିଲା ଶୂନ୍ୟ ସେଟ୍। ଶୂନ୍ୟ ସେଟ୍ ମାନେ କଣ? ମାନେ ତା ଭିତରେ କୌଣସି ବି ଉପାଦାନ ନଥିବ। ଯେମିତି ଗୋଟେ ମୁଁ ଏକ୍ସାମ୍ପଲ ଦେଇପାରିବି, ଶୂନରୁ ସାନ, ଶୂନରୁ ସାନ ଧନାତ୍ମକ ସଂଖ୍ୟା, ଶୂନରୁ ସାନ ଧନାତ୍ମକ ସଂଖ୍ୟା ଗୋଟେ ଲେଖ ବୋଲି କୁହାହବ। ତାହେଲେ ଏଠି କଣ ହବ? ଶୂନରୁ ସାନ ହେଇଥିବ, ଗୋଟେ ଧନାତ୍ମକ ହେଇଥିବ। ଆଚ୍ଛା, ଶୂନରୁ ସାନ ବୋଲି ତ ସବୁ ଋଣାତ୍ମକ ହେଇଯିବ ଆଉ ଧନାତ୍ମକ କୁଆଡେ ହବ? ତ ଶୂନରୁ ସାନ ଧନାତ୍ମକ ସଂଖ୍ୟା ଯଦି କୁହାହେଲା ବୋଲି ଏଠି କିଛି ବି ବାହାରିବନି, ଏଟା ଫାଇ ହେଇଯିବ। ଫାଇ ମାନେ କଣ? ଏଟା ଶୂନ୍ୟ ସେଟ୍, ଗୋଟେ ଶୂନ୍ୟ ସେଟ୍। କ୍ଲିୟର। ତାପରେ ଆଉ ଯଦି ଆମେ ଶୂନ୍ୟ ସେଟ୍ର ଏକ୍ସାମ୍ପଲ ନେବା, ଆଉ ଗୋଟେ ଶୂନ୍ୟ ସେଟ୍ର ଏକ୍ସାମ୍ପଲ ନେବା, ମନେକର ମୁଁ କହିବି ଏ ଇ ଆଇ ଓ ୟୁ ବ୍ୟତୀତ। ବ୍ୟତୀତ ବ୍ୟତୀତ ମାନେ ଏତିକି ଛାଡ଼ିକିରି, ଏତକ ଛାଡ଼ିକିରି ଇଂରାଜୀ ବର୍ଣ୍ଣମାଳାର ସ୍ୱରବର୍ଣ୍ଣ ସେଟ୍। ଆଉ କଣ ଅଛି ବାହାର କରିବେ? ଇଂରାଜୀ ବର୍ଣ୍ଣମାଳାର ସ୍ୱରବର୍ଣ୍ଣ ସେଟ୍। ମାନେ ସେ କହୁଛି ଯେ ଏ ଆଇ ଓ ୟୁ ଛାଡ଼ିକିରି ଆଉ କଣ ଇଂରାଜୀ ବର୍ଣ୍ଣମାଳାର ସ୍ୱରବର୍ଣ୍ଣ ସେଟ୍ ଅଛି କି? ଆଉ କିଛି ବି ନାହିଁ, କାହିଁକିନା ସ୍ୱରବର୍ଣ୍ଣ ସେଟ୍ ଏ ଆଇ ଓ ୟୁ ଅଛି, ଆଉ କିଛି ବି ନାହିଁ। ତ ଏତକ ଛାଡ଼ିକି ଯଦି ଆଉ କଣ ଅଛି ବୋଲି ପଚାରିଲା, ତାହେଲେ ଆଉ କିଛି ବି ନାହିଁ, ତ ଏଠି କଣ ଯିବ? ଶୂନ୍ୟ ସେଟ୍ ପଳେଇ ଆସିବ, ମାନେ ଫାଇ ପଳେଇ ଆସିବ। କ୍ଲିୟର। ସରିଲା, ସବୁ ଯାହା ଦୁଇଟା ଲେଖି ବୁଝେଇଦେଲି ମୁଁ। ବର୍ତ୍ତମାନ ଦେଖ 2 ନମ୍ବର କ୍ୱେଶ୍ଚିନ୍। ଇଂରାଜୀ ଅକ୍ଷରର ସ୍ୱରବର୍ଣ୍ଣର ସେଟ୍ଟିକୁ ତାଲିକା ପଦ୍ଧତିରେ ଲେଖ। ସ୍ୱରବର୍ଣ୍ଣର ସେଟ୍ଟିକୁ ଜଷ୍ଟ କହିନେବି। ସ୍ୱରବର୍ଣ୍ଣ ସେଟ୍ କଣ ହବ? ଏ ଇ ଆଇ ଓ ୟୁ। ଏଟାକୁ ଆଗରେ କୁଟଲଙ୍ଗ ଦାନି, ପଛରେ କୁଟଲଙ୍ଗ ଦାନି ରଖିଦେବା। ସରିଲା। ନେକ୍ସଟ ଦେଖ 3 ନମ୍ବର କ୍ୱେଶ୍ଚିନ୍। 3 ନମ୍ବର କ୍ୱେଶ୍ଚିନ୍ ଦେଖ, ଯଦି ଏ ସେଟ୍ ଭିତରେ ଉପାଦାନ ଅଛି 1 2 3 4 5 ଆଉ ବି ସେଟ୍ ଭିତରେ ଉପାଦାନ ଅଛି 3 4 5 7, ତେବେ ଏ ୟୁନିୟନ ବି କେତେ ହବ? ଏ ଇଣ୍ଟରସେକ୍ସନ ବି କେତେ ହବ ବୋଲି ସେ ପଚାରିଲା। ଆଚ୍ଛା, ଏ ୟୁନିୟନ ବି ବୋଲି କଣ ହବ ନା? ଏ ୟୁନିୟନ ବି ମାନେ ଆଙ୍କ ଭିତରେ ଯାହା ଅଛି ସବୁ ଯାକ ରହିଯିବ, କେବଳ ଯୋଉଟା ରିପିଟ୍ ହଉଛି ସେଟା ଗୋଟେ ଥର ହିଁ ରହିବ। ତା ମାନେ ଦେଖ ଏଠି ଦେଖ 3 4 5 ଆ ପାଖରେ ବି ଅଛି, ଆ ପାଖରେ ବି ଅଛି, ତ ଗୋଟେ ଥର ହିଁ ରଖିବା ଆମେ। ତା ମାନେ 1 2 3 4 5 ଏଟା ହେଲା, ତାପରେ 6 7 ବାସ୍ ଏଇଟା ଆସିଲା ଆମର ଏ ୟୁନିୟନ ବି। ଓକେ। ତାପରେ ସେମିତି ଏ ଇଣ୍ଟରସେକ୍ସନ ବି କଲେ କଣ ହବ? ଏ ଇଣ୍ଟରସେକ୍ସନ ବି ଅର୍ଥ ଏ ଦୁଇଟା ଭିତରେ କମନ କଣ ଅଛି ଦେଖିବା। କମନ 3 4 5 ଅଛି, 3 4 5 ଆମର ରାଇଟ୍ ଆନ୍ସର ହେଲା। এটা হচ্ছে এ ইউনিয়ন বি র, আর এটা হচ্ছে এ ইন্টারসেকশন বি। ঠিক আছে, চলো নেক্সট কোশ্চেন দেখিবা। দেখো 4 নম্বর কোশ্চেন। ভিন্ন ভিন্ন যেকୌଣସି ତିନୋଟି କୋଣ ଅଙ୍କନ କରି ସେଗୁଡ଼ିକୁ ପ୍ରୋଟ୍ରାକ୍ଟର ସାହାଯ୍ୟରେ ମାପି ଲେଖ ଏବଂ ପ୍ରତ୍ୟେକ କେଉଁ ପ୍ରକାର କୋଣ ଚିହ୍ନଟ କର ବୋଲି କହିଲା। ଆଚ୍ଛା ଦେଖ, ମୁଁ ଗୋଟେ କୋଣ ଅଙ୍କନ କରିବାର ବହୁତ ସହଜରେ, ମାନେ ପ୍ରୋଟ୍ରାକ୍ଟର ସାହାଯ୍ୟରେ ଆଉ କମ୍ପାସ ସାହାଯ୍ୟରେ ତମେ କେମିତି କୋଣ ଅଙ୍କନ କରିବ ବହୁତ ସହଜ ଭାବରେ ପ୍ରାଞ୍ଜଳ ଭାବରେ ବୁଝେଇଛି ଗୋଟେ ଭିଡ଼ିଓଟି। ତ ସେଇ ଭିଡ଼ିଓଟା ସମସ୍ତେ ଦେଖ ହେଲା। ତମେ କଣ କରିବ? ୟୁଟ୍ୟୁବରେ ସର୍ଚ୍ଚ କରିବ କନଷ୍ଟ୍ରକ୍ସନ ଅଫ ଏଙ୍ଗେଲ ବାଇ ନିରଞ୍ଜନ ସାର ଓଡ଼ିଶା, ଏମିତି ସର୍ଚ୍ଚ କରିବ କନଷ୍ଟ୍ରକ୍ସନ ହେଲା, CONSTRUCTION, କନଷ୍ଟ୍ରକ୍ସନ ଅଫ ଏଙ୍ଗେଲ ANGLE, एंगल बाय निरंजन सर ओडिशा एमती मारदेव तो फास्ट ही पलि आसो। तो से मुझे पूरा निजे प्राक्टिकल करके शिखई है। तो तुम से भिडियोटा देख, तुम जानीदेव। आउ प्रोट्राक्टर आउ कंपास साहाय्य तुम निजे कोण अंकन कर।
तो भिन्न जेकोसी 3टा कोण अंकन करिया पे कहना तुम आराम रे कर परिबो 45 डिग्री हो 60 डिग्री हो 120 डिग्री हो जा गुड कर परिबो तापर नेक्स्ट देला उक्त कोणर नाम शीर्ष आ बाहु मानक नामकरण करलु बना तो जहाँ भी किसी कोण तुम अंकन करिवो देखो मन कर मु एमिति गुड कोण अंकन करी 60 डिग्री अंकन करी एमिति हला 60 डिग्री अंकन करारे तार कोन करियो तार नाम दबो मन को ना देबो ए एडा बी एडा सी एमिति नामकरण करियो ताको हला आवार शीर्ष के एडा होची बी हो जार शीर्ष आ बाहु के जदी एडा बाहु मानक नाम पचले तारे बाहु के हबो ए बी हला गोटे बाहु आ बीसी हला गोटे बाहु एमिति बाहु एसो नामकरण करियो सब जहाँ भी किसी कोण कल से नामकरण करियो ए बी सी एक्स वाई जेड जहाँ भी नामकरण करियो तापर नेक्स्ट होला 6 नंबर देखो हां 6 नंबर दुईटी सूता खंड नै अठा साहाय्य एपरि संयोग कर जेपरि से परस्पर को छेद करिवे छेद होला पर समुदाय केतोटी कोण सृष्टि होला उत्पन्न कोण गुडी को नामित कर बोली कहला देखो देखो राखि दिबो देखो दुईटी सूता खंड में पकेओ हला एडा गोटे सूता हला एडा गोटे सूता हला दुईटा सूता खंड नै अठा साहाय्य एमिति संयोग कर जे परस्पर से छेद करिवे हला परस्पर छेद कले छेद होला पर समुदाय केतोटी कोण सृष्टि होला उत्पन्न कोण गुडी को नामित कर बोली से कहला हला कोण जाना करियो जे एडा ए एडा बी एडा सी एडा डी दे दियो मझिरा ओ दे दियो तार एठी कोण कोण आसला गोटे होला ए ओ डी आ गोटे आसला ए ओ सी आ गोटे आसला सी ओ बी आ गोटे आसला बी ओ डी एमति चारटा कोण आसला से नामकरण करियो तार हला तापरे हाँ नामकरण कला पर आउट सी मध्ये कहिछि नामकरण कर ओ परिमाण मापी देखो परिमाण केते होछि प्रोट्रैक्टर पक्की मापी देखिबो तापरे निज निज खाता रे 1 रु 15 पर्यंत तार वर्ग आ घन और चार्ट प्रस्तुत करली कोला तो देखो एटा कर दोछि तो देखो फर्स्ट टाइम वर्ग गुडा को देखि दबा तो देखो वर्ग 1 टू 15 पर्यंत से कहिछि एठी 30 पर्यंत देछि तो सब जा करिया दरकार नै तो 15 पर्यंत करिवो ना एठू एति पर्यंत करिवो 1 टू 10 हैला तापरे 11 टू 15 एति पर्यंत करिवो 1 कर वर्ग वर्ग माने कोन बुझो 1 कर वर्ग माने 1 को 1 रे गुणिबो तो 1 1 केतला 1 कला सिधि 2 रो वर्ग माने कोन होइठी 2 रो वर्ग माने 2 को 2 थर गुणा 2 2 4 3 रो वर्ग माने 3 को 2 थर गुणा 3 3 9 4 वर्ग माने 4 को 2 थर गुणा 4 4 16 5 रो वर्ग माने 5 को 2 थर गुणा 5 5 25 600 को 36 700 49 28 64 99 81 10 स्क्वायर केते 10 10 100 11 स्क्वायर माने 11 को 11 गुणे 121 12 को 12 गुणे 144 13 को 13 गुणे 169 14 को 14 गुणे 196 15 को 15 गुणे 225 बस एति मध्ये लिखियो एटा थिला कोन वर्ग हला वर्ग पर आसला घन घन कोन सेटा जे दिथर गुणा होतले एटा से तीन थर गुणा हो 1 कर घन माने कोन हो 1 कर घन माने कोन 1 कर घन माने 1 को 1 को 1 तीन थर 1 गुणा हो तो 1 1 1 1 1 तो 1 ही आसीबो से 2 रो घन कोन हो ना 2 गुणा 2 गुणा 2 तो 2 2 गुणा 4 2 गुणा 8 आसला आसला ना से 3 रो घन माने 3 3 9 3 27 4 रो घन माने 4 को 16 64 5 रो घन माने 5 5 25 5 125 हला 6 रो घन माने 600 को 36 36 को 6 रे गुणे 216 एमसु करबो 749 49 को 7 रे गुणे 343 28 64 64 को 8 रे गुणे 512 हला 99 81 81 को 9 रे गुणे 729 हला 10 को 3 थर गुणे 1000 हला 11 को 3 थर गुणे 1331 12 को 3 थर गुणे 1728 13 को 3 थर गुणे 2197 14 को 3 थर गुणे 2744 15 को 3 थर गुणे 3375 एमदे आसीबो तो 15 15 लिखि दियो एवडा दरकार हला तेवडा सो आराम लिखि परियो तो आशा करछि वर्तमान सब किछि कंप्लीट हे गेला तो तबे चलो आज वीडियो भितर शेष करबा जदि वीडियोटा भल लागिछि वीडियो लाइक करबो सांग साथी मान पाखु वीडियो शेयर भी करबो तबे चलो आज वीडियो भितर शेष करबा की क्रणी धन्यवाद।